ओम गुरु ब्रह्मा गुरु विष्णु गुरुदेव महेश्वर गुरुरेव परम ब्रह्मं तस्मै श्री गुरुवे नमः। अखण्डमण्डलाकारं व्याप्तयेनं चराचरं तत्पदं दर्शितं येनं तस्मै श्री गुरुवे नमः। तस्मै श्री गुरुवे नमः। तस्मै श्री गुरुवे नमः। ओम नमः शिवाय। 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 शिवपुराण बा शैवपुराण प्रथम खंड पतिनिंदा सही न पारि दक्ष यज्ञ सतींकर देहत्याग प्रथम भाग। एथु अन्ते ऋषिगण विनय भावरे बोइले को सर्वधाता कुमर आगरे। हे देव तव मुखरु शुणिलु बहुत आभर एकई कथा कुह तपवंत। हिमवंत तेजी शिव सतीवे निजन कैलास पर्वत मध्ये रहिले कपूर्ण। ताहा परे केउ केउ कृत्य चाहि कले एही कथा मानव देव शुणान्तु जे भले। एहा शुणी धाता सुत मुनिगण आगे कहन्ति शिव पुराण प्रतिवाक्य जोगे। बोइले को किछि काल शिव शक्ति दुई वैडूर्य शिलारे हर्षे बसिथिले तहि। हास्यर से नाना कथा हेबा समय रे यज्ञ धूम शिखा देखा गला अति दूरे। ता देखी आश्चर्य होई पुनः पुनः करी सेही दिग आड़े दृष्टि देले आदि नारी। नयने देखन्ते सेहु बढ़ाए पीरती से धूम देखन्ते अति विनय रे सती। कर जोड़ी जणाइले शिवंकु सत्परे भोनाथ पुछिबी कथा कुह मो आगरे। जोगरे तुम्हंकु हुए सबु कथा दृश्य कि धूम अटई कहा करोता प्रकाश। तुम्भे जगतर नाथ प्रभु जग जनता तो विशेष रे कुह मते न करी गुपत। मुजद्यापि प्राण बंधु अटई तुम्भर तेबे फिटाई न कुह संशय मोहर। ए धूम को देखी किंपा मोर पंचभूत मुक पर कारे हेउ अछि हरषित। दक्ष तनयांक मुख ए वचन शुणी कहिले श्री सदाशिव मने मने गुणी। गभीर कोमल स्वरे उच्चारी वचन बोइला कहिबा प्रिय शुण से विधान। तुम्भर पियर जेहु दक्ष प्रजापति से आदि देवंकु घेनी यज्ञ करुछन्ति। अनेक संभार सोह बंधु दक्षिणारे सकल मुनिए आसी अछन्ति सेठारे। ब्रह्मा विष्णु सहित रे अमरंक तुले मूर्ति राजा गण बसी
ଛନ୍ତି ଏକ ମେଳେ। ସେହି ଯୋଗେ ଅନଳରୁ ଧୂମ ହୋଇଯାତ ଆକାଶେ ଘଟିଛି ତାହା ଜାଣ ଗୋ ଯଥାର୍ଥ। ସେ ଧୂମ ଏଠାକୁ ବୋଲି ବ୍ୟାପି ଆସୁଅଛି, ତେଣୁ ତୁମ୍ଭ ମନକୁ ଗୋ ହର୍ଷ କରାଇଛି। ଏ ଚରିତ ଶୁଣ ଦେବୀ ସମ୍ବିଭୂତ ମନେ, କ୍ଷଣେ କାଳ ପର୍ଯ୍ୟନ୍ତେ ରହିଲେ ମୌନେ। ତହିଁ ପରେ ଜଣାଇଲେ ଶଙ୍କରଙ୍କୁ ଯାଇ, ଭୋନାଥ ସକଳ ସ୍ୱର ତୁମ୍ଭେ ଭାବଗ୍ରାହୀ। ସବୁ ଦେବଙ୍କର ଅଟ ଠାକୁର ଆପଣ, ତୁମ୍ଭଙ୍କୁ କିମ୍ପାଇଁ ପିତା ନ କଲେ ବରଣ। ତୁମ୍ଭଙ୍କୁ ନ କରି ଯେଣୁ କରନ୍ତି ସେ ଯାଗ, ତେଣୁ ମୁଁ ଜାଣିଲି ମୋର ପିତା ବଡ଼ ମୂର୍ଖ। ଦେବୀଙ୍କ ମୁଖରୁ ଏହା ଶୁଣି ବିଶ୍ୱନାଥ, ବୋଇଲେ ଏଥକୁ ତୁମ୍ଭେ ନୁହ କୋପଚିତ। ଯଜ୍ଞରେ ଭୁଞ୍ଜନ୍ତି ସର୍ବ ଦେବ ହବିର୍ଭାଗ, ଅକାରଣେ ଦେବୀ କିମ୍ପା ହୁଅ ତହିଁରେ ଯେ ଯୋଗ। ନଗଲେ କିଛି ତ ନାହିଁ ମୋର ଅପମାନ, ମୁହିଁ ସେ ସକଳ ରୂପୀ ଅଟଇ ନିର୍ଗୁଣ। ଦେବତା ମାନେ ଅଟନ୍ତି ସର୍ବେ ଗୁଣବନ୍ତ, ତା ଜାଣି ତାହାଙ୍କୁ ବରିଛନ୍ତି ତୁମ୍ଭ तात। ସହଜେ ତ ଯଜ୍ଞ କର୍ମ ତ୍ରିଗୁଣର ବନ୍ଧ, ଯେ ଯଜ୍ଞ କରଇ ସେହୁ ଭୋଗ କରେ ସଧ। ମୋହର ତହିଁରେ ନାହିଁ ତିଳେ ପ୍ରୟୋଜନ, ପଥକୁ ନ ବହ ପ୍ରିୟେ ମନେ ଅପମାନ। ଶଙ୍କର କହନ୍ତେ ଏହି ସବୁ କଥା ଶୁଣି, ଆନନ୍ଦରେ ଜଣାଇଲେ ସତୀ ଦେବୀ ପୁଣି। ଭୋ ପ୍ରଭୁ ଏ ବାକ୍ୟ ଯେବେ ପ୍ରକୃତ ତୁମ୍ଭର, କଥା ଏ ମାଗୁଛି ଯାହା ସରୋଧା ତୁମ୍ଭର। ନାହିଁ ନ କରିବ କେବେ ତା ମତେ ଦେବାକୁ, ଆଜ୍ଞା ଦିଅ ଯିବି ମୋହି ପିତା ସଦନକୁ। ପିତା ମାତା ଦେଖି ଯଜ୍ଞ ସମ୍ଭାର ଦେଖିବି, ଭଗିନୀ ମାନଙ୍କୁ ଦେଖି ଲେଉଟି ଆସିବି। ବିନୟରେ ସତୀ ଦେବୀ କହନ୍ତେ ସନ, ସନ୍ତୋଷରେ ଆଜ୍ଞା ତାକୁ ଦେଲେ ତ୍ରିଲୋଚନ। ମନ ଯେବେ ବଳାଉଛ ଜାଗ ଦେଖିବାକୁ, ଦେଖ ଯାଇ ଯଜ୍ଞ ତୁଲେ ଦେବତା ମାନଙ୍କୁ। ପିତା ମାତା ଭଗିନୀଙ୍କୁ ଦେଖି ଆନନ୍ଦରେ, ବିଳମ୍ବ ନ କରି ଆସି ଭେଟିବ ଏଠାରେ। ସ୍ୱାମୀଙ୍କ ମୁଖରୁ ଏହା ଶୁଣି ଦେବୀ ସତୀ, ଜାଗ ଦେଖି ଯିବା ପାଇଁ ବୋଲାଇଲେ ମତିଏ। ତଦନ୍ତେ ପ୍ରଭୁଙ୍କୁ ବିନୟରେ ଆଜ୍ଞା ମାଗି, ଅନ୍ତପୁର ଭବନରେ ପ୍ରବେଶିଲେ ବେଗି। ଯିବା ପାଇଁ ହର୍ଷ ଯହୁ ହେଲେ ଦେବୀ ସତୀ, ସେ ହର୍ଷେ ଜନ୍ମିଲେ ତାଙ୍କୁ
ଅଙ୍ଗୁ ଅଷ୍ଟଶକ୍ତି ବୈଷ୍ଣବୀ ନାରସିଂହୀ ବ୍ରାହ୍ମଣୀ ଯେ କାଉବରୀ ବାରହୀ ଯେ ଭଦ୍ରକାଳୀ ଇନ୍ଦ୍ରାଣୀ କୌମାରୀ ଏହି ରୂପେ ଅଷ୍ଟଶକ୍ତି ଅଙ୍ଗୁଜ ହୋଇ ଜାତ ସତୀ ଦେବୀଙ୍କ ଚରଣେ କଲେ ପ୍ରଣିପାତ ସେମାନେ ଭୂମିରେ ଶିର ଲଗାଇଲା ବେଳେ ତାଙ୍କ ଅଙ୍ଗୁ ଅଷ୍ଟକନ୍ୟା ପୁଣି ଜନମିଲେ ସେ କନ୍ୟାମାନଙ୍କ ନାମ ଶୁଣ ଦ୍ୱିଜ ଶ୍ରେଣୀ କଙ୍କାଳୀ ବେତାଳୀ ଆଉ ଚାମୁଣ୍ଡା ଚାରିଣୀ ଛାୟା ମାୟା ଭୈରବୀ ନାମକୁ ବହିଣ ହନ୍ଦୋଳ ବାହିବା ପାଇଁ ଜନ୍ମିଲେ ସେ ଜାଣ ବିଚିତ୍ର ଚୌଦାଳେ କରି ଉତ୍ତର ମଣ୍ଡଣୀ ତହିଁରେ ଖଞ୍ଜିଲେ ନାନା ବିଧ ରତ୍ନମଣି ମାଣିକ୍ୟ ମୁକୁତା ଝମ୍ପା ଲମ୍ବେ ଚୌକତି ହୀରାର କଳସ ମାନ ଊର୍ଦ୍ଧ୍ୱେ ବିରାଜନ୍ତି ଝଟ ଝଟ ହୋଇ ଦିଶେ ରତ୍ନଙ୍କ କିରଣ ଚାଳ ପରେ ଆଚ୍ଛାଦିଲେ କୌଶେୟ ବସନ ନାନା ରତ୍ନ ଆଭରଣ ହୋଇ ବିଭୂଷିତା ସେ ଦିବ୍ୟ ବିମାନେ ବିଜେ କଲେ ଆଦି ମାତା ତା ଦେଖି ଚାମର করে ধরি নারায়ণী ঢালিলে দেবীଙ୍କ ଶିରେ ଧୀରେ ଧୀରେ ପୁଣି